ବିବେକ ଆସିକରି ବୁଲବୁଲ ଦେବୀ ଏବଂ ସୁନୀନାକୁ ବଞ୍ଚାଇବ। ବୁଲବୁଲ ଦେବୀ କହିବେ, ସୁନୀନାକୁ ପାଇଗଲା ପରେ ମୋରି ପାଖକୁ ଆସିଲା ନାହିଁ। ସେହି ସୁନୀନାକୁ ଧରିକରି ଯିବାକୁ ଚେଷ୍ଟା କରୁଛି ବିବେକ। ମୋରି ପାଖକୁ ଏତେବେଳ ହେଲା କାହିଁକି ଆସୁନାହିଁ? ତାହାପରେ ବୁଲବୁଲ ଦେବୀ କହିବେ, ଏଇ ତ ସର୍ଦ୍ଦାରର ପୁଅ, ଏହିମାନଙ୍କୁ କେମିତି ଜଣାଇବି? ସୁନୀନା ଏଇଠୁ ଚାଲି ଯାଉଛି ବୋଲି ଏହି ପତ୍ରରେ କେମିତି ଲେଖିବି ଓ କେମିତି ଜଣାଇବି? ମୋତେ ସୁନୀନାକୁ ଧରାଇବା ପାଇଁ ହେଲେ ରକ୍ତରେ ଲେଖିଲେ ବି ପଛଘୁଞ୍ଚା ଦେବି ନାହିଁ। ବୁଲବୁଲ ଦେବୀ ସର୍ଦ୍ଦାରର ପୁଅକୁ ପତ୍ରରେ ଲେଖି ଚିଠି ଦେବେ, ତୁମର ଭାବୀ ସ୍ତ୍ରୀ ଏଇଠୁ ଚାଲି ଯାଉଛି ଆଜି। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଜୟ ଜଗନ୍ନାଥ।